ଆଜ୍ଞା ଟିକେ ପରିଚୟ ଦେବେ। ମୁଁ ଦୁର୍ଯ୍ୟୋଧନ ସାହୁ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ବିଜେପି। ପୂର୍ବତନ ବିଧାୟକ କଂଗ୍ରେସର ସୁର ରାଉତରାୟ, ତାଙ୍କ ପୁଅ ମନ୍ମଥ ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅସଭ୍ୟ ଅଭଦ୍ର କହି ଗାଳିଗୁଲଜ କରିଛନ୍ତି ଏବଂ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଅଭଦ୍ର ଶାଳୀନ ମନ୍ତବ୍ୟ ଦେଇଛନ୍ତି। ତେଣୁ ଆପଣ ଏହି ବାବଦରେ କ'ଣ କହିବେ? ଦେଖନ୍ତୁ, ମୋ ପାଖରେ ଯାହା ଖବର ଅଛି, ପୂର୍ବତନ ବିଧାୟକ ସୁର ବାବୁ ଜଣେ ପାଗଳ ବେଧୁଆଟା। ସେ 3ଟା 4ଟା ବାହା ହେଇଛି। ସମସ୍ତେ ସମାଜ ଜାଣିଛି 2ଟା ବାହା ହେଇଛି, ବାସ୍ତବରେ ଆମ ପାଖରେ ଯାହା ଖବର ଅଛି 4ଟା ବାହା ହେଇଛି। ଏବଂ ତାଙ୍କ ପୁଅ ସେଇଟା ଗୋଟେ ପାଗଳ ରାଣ୍ଡୁଆଟା। ସେ ମଧ୍ୟ ବାହା ହେବା ଯେଉଁ ଯାହାକୁ ବିଦା କଲା ତା ପୂର୍ବରୁ ଗୋଟେ ବାହା ହେଇଥିଲା। ଗୋଟା ସମସ୍ତେ ଲୋକଲୋଚନରେ ଜଣକୁ ବାହା ହେଇଛି, ତାକୁ ଡାଇଭୋର୍ସ କରିଛି, ଏବେ ଜଣକୁ ବାହା ହେଇଛି। ତେଣୁ 2ଟା ବାପ ପୁଅ 2ଟାଙ୍କ ବେଧୁଆ ଆଉ ରାଣ୍ଡୁଆ। ତେଣୁ ବେଧୁଆ ରାଣ୍ଡୁଆଙ୍କ ଠାରୁ ଆମେ କ'ଣ ଆଶା କରିବା? ଏ ହେଉଛି ମୋର ବ୍ୟକ୍ତିଗତ ବକ୍ତବ୍ୟ।